ପିଲାମାନେ ଆଜି ଆମେ ପଲିଟିକାଲ ସାଇନ୍ସ ପିଲାମାନଙ୍କର DSC 3 ର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଡିସ୍କସନ୍ କରିବା ଯାହାକି 2022 ର ହେଲା। ତ ଚାଲନ୍ତୁ ଦେଖିବା DSC 3 ପଲିଟିକାଲ ସାଇନ୍ସ 6 ସେମିଷ୍ଟର ପିଲାମାନଙ୍କର 2022 ର କ୍ୱେଶ୍ଚିନ୍ କ'ଣ ସବୁ ଅଛି ଆଉ ଇମ୍ପୋର୍ଟାଣ୍ଟ ବି ଅଛି। ସମସ୍ତେ ନୋଟ୍ କରନ୍ତୁ ଏବେଠୁ। ଯିଏ ନୋଟ୍ କଲା ସିଏ ଭଲ ରେଜଲ୍ଟ କଲା, କିଛି ଅସୁବିଧା ନାହିଁ। ଓକେ, ତ ଚାଲନ୍ତୁ ଦେଖିବା କ'ଣ ଦେଇଛି। ଦେଖ ଏକ ମାର୍କିଆ 12ଟା ଦେଇଛି। ଦେଖ 1954 ମସିହାରେ ଡ୍ୟାସ୍ ଚୁକ୍ତି ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଆର ଆନ୍ସର କ'ଣ ହବ ନା ପଞ୍ଚଶୀଳ। ଓକେ, ଆନ୍ସର କ'ଣ ହବ ନା ପଞ୍ଚଶୀଳ। ତାପରେ ଦେଖ ବି କ'ଣ କହୁଛି, ସୋଭିଏତ ସଂଘ ଓ ଆମେରିକା ନେତୃତ୍ୱାଧୀନ ଦୁଇ କ୍ଷମତା ଗୋଷ୍ଠୀରୁ ଭାରତ ନିଜକୁ ଦୂରେଇ ରଖିବାରୁ ନୀତିକୁ ଡ୍ୟାସ୍ ନୀତି କୁହାଯାଏ। ଆର ଆନ୍ସର କ'ଣ ହବ ନା ଅଣଶ୍ରେଣୀବଦ୍ଧତା ନୀତି ବୋଲି କୁହାଯାଏ। ମନେ ରହିଲା। 3 ନମ୍ବର ଦେଖ, ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ନିର୍ମାତା କିଏ ଥିଲେ ବା ଡ୍ୟାସ୍ ଥିଲେ। ଆର ଆନ୍ସର କ'ଣ ହବ ନା ଜବାହରଲାଲ ନେହେରୁ। ମନେ ରହିଲା, ସମସ୍ତେ ନୋଟ୍ କର। ତାପରେ ଡି ଦେଖ, 1948 ମସିହାରେ ଜାତିସଂଘର ନିରାପତ୍ତା ପରିଷଦର ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ବିରୋଧରେ ମନୋଭାବ ରଖିଥିଲା। ତ ଏହାର ଆନ୍ସର ତ ମୋ ପାଖରେ ବୁକ୍ ମୋ କତିରେ ନାହିଁ, ତ ତମ କତିରେ ଯଦି ବୁକ୍ ଥିବ ପିଲାମାନେ ତମେ ଦେଖିଦବ ହେଲା। ଯଦି ମୁଁ ପାଇଲି ଏହାର ଆନ୍ସର ତ ମୁଁ କମେଣ୍ଟରେ ଦେଇଦେବି ହେଲା। ତାପରେ ଦେଖ ଏଇଟା ଦେଖ, 1962 ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଡ୍ୟାସ୍ ଦେଶକୁ ଭାରତକୁ ମିଗ୍ 21 ଯୋଗାଇ ସହଯୋଗର ହାତ ବଢ଼ାଏ। ଏଇର ଆନ୍ସର କ'ଣ ହବ ନା ସୋଭିଏଟ ସଂଘ ହେଲା। କ'ଣ ହବ ସୋଭିଏଟ ସଂଘ। ତାପରେ ଦେଖ 1998 ମସିହାରେ ତାମିଲନାଡୁର ଡ୍ୟାସ୍ ଠାରେ ଆଣବିକ ଶକ୍ତି କାରଖାନା ପ୍ରତିଷ୍ଠିତ ପାଇଁ ରୁଷିଆ ଭାରତ ସହିତ ପରମାଣୁ ଚୁକ୍ତି ସ୍ୱାକ୍ଷର କରିଥିଲା ହେଲା। ଆର ଆନ୍ସର କ'ଣ ହବ ନା କୁଡାନକୁଲୁମ ଆଣବିକ ଶକ୍ତି କେନ୍ଦ୍ର ହେଲା। କୁଡାନକୁଲୁମ ଆଣବିକ ଶକ୍ତି କେନ୍ଦ୍ର। ତାପରେ ଦେଖ ଜିରୋ ଆନ୍ସରଟା ତମେ ନିଜେ ଯଦି ବୁକ୍ ଅଛି କରିଦବ ହେଲା। ତାର ଏଚ ଦେଖ, 1995 ମସିହାରେ ଡ୍ୟାସ୍ ଠାରେ ସାର୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କେଉଁଠାରେ ନା ଆର ଆନ୍ସର ହବ ନୂଆଦିଲ୍ଲୀରେ। ମନେ ରହିଲା, ସମସ୍ତଙ୍କର ମନେ ରହିଲା। ତାପରେ ଦେଖ ଦେଖ ଡ୍ୟାସ୍ ମସିହାରେ ଭାରତର ପୂର୍ବାବଲୋକନ ନୀତି କେବେ ନିର୍ଦ୍ଧାରିତ ହୋଇଥିଲା ହେଲା। ଆର ଆନ୍ସର କ'ଣ ହବ ନା 1991 ମସିହାରେ। କେଉଁ ମସିହାରେ ନା 1991 ମସିହାରେ। ତାପରେ ଯେଟା ବହିରୁ ଦେଖିଦବ, କାହିଁକିନା ମୁଁ ଯଦି ବି ଆର ଆନ୍ସର ପାଇଲେ ମୁଁ କମେଣ୍ଟରେ ଦେଇଦେବି, କିଛି ନାହିଁ। ତ ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଆମେ ନୋଟ୍ କରିଥାନ୍ତୁ ହେଲା। 6 ସେମିଷ୍ଟରଟା ହାତ ଛଡ଼ା କିଏ କରିବେନି। 2006 ମସିହାରେ ଭାରତ ଡ୍ୟାସ୍ ଦ୍ୱାରା ଗୃହୀତ ବିଶ୍ୱ ଆତଙ୍କବାଦ ବିରୋଧ କୌଶଳକୁ ସମର୍ଥନ କରିଥିଲା ଓ ସହଯୋଗ କରିଥିଲା। କାହା ଦ୍ୱାରା ନା ଜାତିସଂଘର ସଦସ୍ୟ ରାଷ୍ଟ୍ର ଦ୍ୱାରା। ଆନ୍ସର କ'ଣ ହବ ଜାତିସଂଘର ସଦସ୍ୟ ରାଷ୍ଟ୍ର ଦ୍ୱାରା। ତାପରେ ଦେଖ ଭାରତ ଜଳବାୟୁ ପରିବର୍ତ୍ତନ ଉପରେ କ'ଣ ପ୍ରୋଟୋକଲ୍ ଡ୍ୟାସ୍ ଦିନ ଅନୁମୋଦିତ କରିଥିଲା। ଆର ଆନ୍ସର କ'ଣ ହବ 26 ଅଗଷ୍ଟ 2002ରେ ଭାରତ ଜଳବାୟୁ ପ୍ରୋଟୋକଲ୍ ଅନୁମୋଦିତ କରିଥିଲା। ମନେ ରହିଲା ସମସ୍ତଙ୍କର। ତାପରେ ଦେଖ 2 ମାର୍କିଆ ସବୁ ଇମ୍ପୋର୍ଟାଣ୍ଟ। ଭାରତୀୟ ବୈଦେଶିକ ନୀତି 2ଟି ମୌଳିକ ନୀତି ଉଲ୍ଲେଖ କର। ଏ ଗୋଟେ ଭଲ କ୍ୱେଶ୍ଚିନ୍ଟା, ସମସ୍ତେ ମନେ ରଖି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାପରେ ଦେଖ ଜନତା ସରକାର ସମୟର ଭାରତୀୟ ବୈଦେଶିକ ନୀତିର 2ଟି ବିଶେଷତ୍ୱ ଲେଖ। ଇଏ ବି ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାପରେ ଦେଖ ଗୁଜରାଲ ନୀତି କ'ଣ? ତାସ୍କେଣ୍ଟ ଘୋଷଣା ନାମ କ'ଣ? ଦେଖ ତାପରେ ଦେଖ 2000 ମସିହା ମାର୍ଚ୍ଚ ମାସ ଆମେରିକା ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ଭାରତ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା? ଏଫେ କ'ଣ କହୁଛି ନା 1995 ମସିହା ଶାନ୍ତି ଓ ସ୍ଥିରତା ଚୁକ୍ତି କ'ଣ? ଇଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏବେଠୁ ଲେଖି ରଖ ହେଲା। ଶାନ୍ତି ଓ ଚୁକ୍ତି ସ୍ଥିର ବାରମ୍ବାର ଆସିଥାଏ। ସାର୍କ କ'ଣ? ଏ ବି ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତାପରେ ଦେଖ ଶ୍ରୀଲଙ୍କାକୁ ଭାରତୀୟ ଶାନ୍ତି ସେନା ପଠାଇବାର ଫଳାଫଳ କ'ଣ ଥିଲା? ଇଏ ଗୋଟେ ବଢିଆ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍।
ପୋଖରାନ ଆଣବିକ ପରୀକ୍ଷାର ଗୁରୁତ୍ୱ କ'ଣ ଥିଲା? ଯେ ନିକଟ ଅତୀତରେ ରୁଷ ୟୁକ୍ରେନ ଯୁଦ୍ଧର ଭାରତର ଆଭିମୁଖ୍ୟ କ'ଣ ଥିଲା ସେତେବେଳେ ସେଟା ଲେଖିବ ହେଲା। ଇଏ ସବୁ କୋଶ୍ଚିନ୍ ବଢିଆ ବଢିଆ କୋଶ୍ଚିନ୍ ସବୁ ଦେଇଛି। ତାପରେ ଦେଖ 3 ମାର୍କିଆ ଦେଖ, ଭାରତର ବୈଦେଶିକ ନୀତି ନିର୍ଦ୍ଧାରିତ ଭାବରେ ରାଜନୈତିକ ପରମ୍ପରା କ'ଣ? ଏଟା ମଧ୍ୟ ଲେଖିବ। ଭାରତର ଗୋଷ୍ଠୀ ନିରପେକ୍ଷ ନୀତି ଏଟା ମଧ୍ୟ ଲେଖିବ। ବଢିଆ ବଢିଆ କୋଶ୍ଚିନ୍ ଏବେ ନୋଟ୍ କଲା ଯେ ସିଏ ଭଲ। ଭାରତୀୟ ବୈଦେଶିକ ନୀତି ନିର୍ଦ୍ଧାରଣରେ କ'ଣ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଭୂମିକା, ଏ ମଧ୍ୟ ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ତାପରେ ଦେଖ ଡି ଭାରତ ଓ ଆମେରିକା ମଧ୍ୟରେ କ'ଣ ତିକ୍ତତା ସୃଷ୍ଟିକାରୀ ଟିଆଗୋ ଗ୍ରାସିଆ ଘଟଣା 19 କ'ଣ କହୁଛି ନା 1971 ମସିହାର ଭାରତ ସୋଭିଏତ ଚୁକ୍ତି। ଏଫେ ଚୀନ ଭାରତ କ'ଣ ବଦ୍ଧୁତ ଚୁକ୍ତି 1954। ତାପରେ ଜି ପୂର୍ବାବଲୋକନ ନୀତିଟା କ'ଣ ଏଟା ମଧ୍ୟ ଲେଖିବ। ତାପରେ ଦେଖ ଏଚେ ଚୀନ ଭାରତ ସମ୍ପର୍କ ସ୍ୱାଭାବିକତା ପାଇଁ ପଦକ୍ଷେପ, ଏକ ଆଣବିକ କ୍ଷମତା ସମ୍ପନ୍ନ ରାଷ୍ଟ୍ର ଭାବରେ ଭାରତ, ମିଳିତ ଜାତିସଂଘର ଭାରତର ସ୍ଥିତି। ଯେ ଇଏ ତ ପଳେଇଲା ଛାଡ଼, ମେନ୍ ଇମ୍ପୋର୍ଟାଣ୍ଟ ଯୋଉଟା ରହୁଛି ସବୁଠାରୁ ସେ ହେଉଛି 7 ମାର୍କିଆ। 7 ମାର୍କିଆ କୋଶ୍ଚିନ୍ ଯିଏ ଜାଣିବ ସିଏ ନିଶ୍ଚିନ୍ତ ଭଲ ରେଜଲ୍ଟ କରିବ। କାହିଁକି ନା ଦେଖ ସାଡେ ଗୋଟେ ଚଢେଇଟା ବୋଉଥିଲା, ଓକେ ସେଥିପାଇଁ ତମକୁ ଡିଷ୍ଟର୍ବ ହଉଥିବ। ତାପରେ ଦେଖ ଯିଏ ଯାହା କରୁ ପଛକେ କିନ୍ତୁ କେବେ ବି 7 ମାର୍କିଆଟା କେବେ ବି ଛାଡ଼ିବ। ସମସ୍ତେ ମନେ ରଖ, ଏବେଠୁ ସମସ୍ତେ ଆଟେଣ୍ଡ କରିବ, ଯାହା ବି ହେଇଯାଉ, ଭୁଲ ଲେଖ ଠିକ ଲେଖ କିଛି ଅସୁବିଧା ନାହିଁ, କିନ୍ତୁ ଆଟେଣ୍ଡ କରିବ ସମସ୍ତେ। ଦେଖ ଭାରତର ବୈଦେଶିକ ନୀତିର ନିର୍ଦ୍ଧାରକ ଗୁଡ଼ିକର ଆଲୋଚନା କର। ଇଏ ସବୁଠାରୁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ବାରମ୍ବାର ଆସିଥାଏ, ଏବେଠୁ ଲେଖି ରଖ। ତା ଅରେ କ'ଣ ଦେଇଛି, ନେହେରୁଙ୍କ ସମୟରେ ଭାରତ ବୈଦେଶିକ ନୀତି ପରୀକ୍ଷା କର। ତାପରେ ଦେଖ ଶୀତଳ ଯୁଦ୍ଧ ସମୟରେ ଭାରତ ଆମେରିକା ସମ୍ପର୍କରେ ବୁଝାଇ ଲେଖ। ଏ ଗୋଟେ ଭଲ କୋଶ୍ଚିନ୍ଟା ଦେଇଛି। ଶୀତଳ ଯୁଦ୍ଧର ପରିବର୍ତ୍ତନ ସମୟରେ ଭାରତ ଆଉ ରୁଷିଆ ମଧ୍ୟରେ ଥିବା ସମ୍ପର୍କର ପରୀକ୍ଷା କର ହେଲା। ତ ଇଏ ତା ଅର ଦେଇଛି, ଶୀତଳ ଯୁଦ୍ଧ ଦେଇଥିଲା ଭାରତ ଆଉ ଆମେରିକାର ସମ୍ପର୍କ କ'ଣ ଥିଲା, ଆଉ ଭାରତ ଆଉ ରୁଷିଆର ସମ୍ପର୍କ କ'ଣ ଥିଲା, ଏଟା ଲେଖିପାରିବନି। ଯଦି ବି ନ ଲେଖିବ କିଛିଟା ଲେଖିବ, ତାପରେ ପଏଣ୍ଟ ଦେଇ ଲେଖିବ, ତାପରେ ଦେଖାଯିବ କ'ଣ ହଉଛି ହେଲା। କାହିଁକିନା ସମସ୍ତେ କ୍ଲିୟର ହେଇଯିବ, କେହି ବି ମାନେ ବ୍ୟାକ୍ ଲାଗିବନି କାହାର, ମୁଁ ଯେତିକି ଜାଣିଛି। ଦେଖ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଭାରତ ଆଉ ଚୀନ ମଧ୍ୟରେ, ଦେଖ ସେତେବେଳେ ଦେଇଥିଲା ଶୀତଳ ଯୁଦ୍ଧର କ'ଣ ଦେଲା, ଆମେରିକା ଆଉ ଏଠି କ'ଣ ଦେଲା, ଭାରତ ଆମେରିକା, ଏଠି ଭାରତ ରୁଷିଆ, ଏଠି ଭାରତ ଚୀନ। ଯଦି ତମେ ଶୀତଳ ଯୁଦ୍ଧ ଉପରେ ପଢିକିନା ଆସିବ ନା, ଯାହା ବି ହେଲେ 7 ମାର୍କିଆ ଆଟେଣ୍ଡ କରିପାରିବ, ଆଉ ବହୁତ ଭଲ ତମର ରେଜଲ୍ଟ। ମଧ୍ୟରେ ସମ୍ପର୍କ ଆଲୋଚନା କର। ତା ପରେ ଦେଇଛି ସାର୍କ ଦେଶମାନଙ୍କ ସହିତ ଭାରତ ସମ୍ପର୍କ ଆଲୋଚନା କର। ତାପରେ ଦେଇ 7 ନମ୍ବର, ଗୋଟିଏ ବିଶ୍ୱ ଶକ୍ତି ଭାବରେ ମୁଣ୍ଡ ଟେକୁଥିବା ଭାରତ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକର ଆଲୋଚନା କର। ଇଏ ପଳେଇଲା। ତା ଅରେ କ'ଣ ଦେଇଛି, ସମସାମୟିକ ବିଶ୍ୱର ଭାରତର ସ୍ଥିତିର ଆକଳନ କର। ଇଏ ବି ଗୋଟେ ବଢିଆ, ଏଟା ପଳେଇଲା। ଦେଖ ଇଏ ତମର ପଳେଇଲା ସବୁ କୋଶ୍ଚିନ୍। ତାପରେ ଆମେ ପଲିଟିକାଲ ସାଇନ୍ସର ଆହୁରି ମଧ୍ୟ କୋଶ୍ଚିନ୍ ଅଛି, ଡିସ୍କସନ୍ କରିବା। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।